ଜୟ ଜଗନ୍ନାଥ। ଆମରି ସତ୍ୟ ପ୍ରାୟୋଜିତ ଶକ୍ତି ସୌରଭ ଧାରାବାହିକର ଏହି ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ରମାକାନ୍ତ ମିଶ୍ର। ପ୍ରିୟ ଦର୍ଶକ ବନ୍ଧୁ, ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଆମେ ଶୁଣିବା ଜଗତରେ ସୁପୁତ୍ର ଆଉ କୁପୁତ୍ର। ସୁପୁତ୍ର ଆମେ କାହାକୁ କହିବା ଏବଂ କୁପୁତ୍ର କାହାକୁ କହିବା। ଏ ଯେଉଁ ସୁପୁତ୍ର କୁପୁତ୍ର ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଗଲେ ନୀତିଶାସ୍ତ୍ରମାନଙ୍କରେ ବହୁତ ଶ୍ଲୋକ ଦେଖିବାକୁ ମିଳେ। ତେବେ ମୁଁ ଗୋଟିଏ ଶ୍ଲୋକ ଉଦାହରଣ ଦେଉଛି ଆପଣଙ୍କୁ। ନୀତିଶାସ୍ତ୍ର କହେ, ଅଜାତ ମୃତ ମୂର୍ଖାଣାଂ ବରମଦ୍ୟୌ ନଚାନ୍ତିମ ସକ୍ରୁ ଦୁଃଖ କରା ବାଧ୍ୟା ବନ୍ତିମସ୍ତୁ ପଦେ ପଦେ। ଆଗ ପୁଅକୁ ଆପଣ ତିନି ଭାଗରେ ବିଭକ୍ତ କରନ୍ତୁ। ଏକ ହେଲା ଅଜାତ ପୁତ୍ର, ମାନେ ପୁତ୍ର ଜାତ ନ ହେବା ବା ଯେଉଁ ପୁତ୍ର ଜନ୍ମ ନ ହେଇଛି ବିଲକୁଲ। ତାପରେ ମୂର୍ଖ ପୁତ୍ର, ପୁଅ ଜନ୍ମ ହେଇ ମୂର୍ଖ ହୋଇ ରହିବା, ଇଏ ଗୋଟିଏ ପ୍ରକାର ପୁତ୍ର। ତାପରେ ତୃତୀୟ ପୁତ୍ରଟି ହେଉଛି ସେ ପୁଅ ଜନ୍ମ ହୋଇ ମରିଯିବା। ପ୍ରଥମ ହେଲା ପୁଅ ଜନ୍ମ ନ ହେବା, ଦ୍ୱିତୀୟ ହେଲା ପୁଅ ଜନ୍ମ ହୋଇ ମରିଯିବା, ଆଉ ତୃତୀୟଟି ହେଲା ପୁଅ ଜନ୍ମ ହୋଇ ମୂର୍ଖ ହେବା। ଶ୍ଲୋକ କହୁଛି ଏ ତିନୋଟି ପୁତ୍ର ମଧ୍ୟରୁ ପ୍ରଥମ ଯୋଡ଼ିକ ଭଲ। ୟା ମାନେ 1 ନମ୍ବର ପୁତ୍ର ଯିଏ ଜନ୍ମ ନ ହେଇଛି ସିଏ ଭଲ। 2 ନମ୍ବର ପୁତ୍ର ଜନ୍ମ ହେଇକରି ଯିଏ ମରିଯାଇଛି ସିଏ ଭଲ। 3 ନମ୍ବର ପୁତ୍ର ଜନ୍ମ ହୋଇ ଯେଉଁ ପୁତ୍ର ମୂର୍ଖ ହୋଇ ରହିଲା ସେ ପୁତ୍ର ଆଦୌ ଭଲ ନୁହେଁ। କାହିଁକି? ସକୃତ ଦୁଃଖ କରଉ ଆଦ୍ୟୌ। ଆଦ୍ୟୌ କହିଲେ ପ୍ରଥମ ଦୁଇଟି ପୁଅ। ସକୃତ ଦୁଃଖ କରଉ, ଜୀବନରେ ଥରେ ଥରେ ଦୁଃଖ ଦେଇଥାନ୍ତି। କିପରି? ଯଦି ପୁତ୍ର ଜାତ ନ ହେଲା ତାହେଲେ ମନରେ ଏମିତି ଦୁଃଖଟେ ଥାଏ, ହଁ ପୁଅଟେ ମୋତେ ଭଗବାନ ଦେଲେନି, ଇଏ ଗୋଟିଏ ସାଧାରଣ ସେମିତି ସେ ଚାଲିଯାଏ। ତାପରେ ପୁଅ ଜନ୍ମ ହେଇକିରି ଯଦି ମରିଯାଏ ଏ ମାସେ 6 ମାସେ ପର୍ଯ୍ୟନ୍ତ ସେ ଦୁଃଖ ରହେ, ଆଉ ତାପରେ ସେ ଦୁଃଖ ଭାସ୍କର ହେଇଯାଏ। କିନ୍ତୁ ପୁଅ ଜନ୍ମ ହୋଇ ଯଦି ମୂର୍ଖ ହୋଇ ରହିଲା ସେ ପୁତ୍ର ଜୀବନର ପ୍ରତି ପଦକ୍ଷେପରେ ନିଜର ପିତାର ମାନ ସମ୍ମାନ ପ୍ରତିଷ୍ଠା ସବୁରି ଉପରେ ଆଘାତ ଦିଏ ଏବଂ ଜୀବନ ସାରା ବଞ୍ଚିଥିବା ପର୍ଯ୍ୟନ୍ତ ଦୁଃଖ ଦେଇ ଚାଲେ। ଏଣୁ କୁହାଯାଉଛି ପୁଅ ଜନ୍ମ ନ ହେବା ଭଲ, ଜନ୍ମ ହେଇ ମରିଯିବା ଭଲ, କିନ୍ତୁ ଜନ୍ମ ହେଇ ମୂର୍ଖ ହୋଇ ରହିବା ଆଦୌ ଶ୍ରେୟସ୍କର ନୁହେଁ। ଏହି ଦୃଷ୍ଟିରୁ ଆମେ ପୁଅକୁ ସାଧାରଣତଃ 2 ଭାଗରେ ବିଭକ୍ତ କରିଛୁ। ଗୋଟେ ହେଉଛି ସୁପୁତ୍ର, ଆଉ ଗୋଟେ ହେଉଛି କୁପୁତ୍ର। ସୁପୁତ୍ର ଏବଂ କୁପୁତ୍ର ଏମାନଙ୍କର ଲକ୍ଷଣ କ'ଣ, ଏମାନଙ୍କର ଗୁଣ କ'ଣ, ଏଇ କଥା ବର୍ତ୍ତମାନ ଆମେ ବିଚାର କରିବା। ଆମର ସଂସ୍କୃତ ଭାଗବତରେ ବ୍ୟାସଦେବ ଏ ସମ୍ପର୍କରେ କହିଛନ୍ତି। ଉତ୍ତମଶ୍ଚିନ୍ତିତଂ କୁର୍ୟାତ୍ ପ୍ରୋକ୍ତ
ଆରିତୁ ମଧ୍ୟମ ଅଧମୁ ଶ୍ରଦ୍ଧୟା କୁର୍ଜା ଦକରତ୍ୱ ଚରିତମ୍ ପିତୁ। ତେବେ ଶ୍ଲୋକ କହୁଛି ଉତ୍ତମଶ୍ଚିନ୍ତିତଂ କୁର୍ଜ୍ୟାତ୍। ଜଗତରେ ପ୍ରକୃତରେ ସୁପୁତ୍ର ଦୁଇ ପ୍ରକାର, ଗୋଟେ ହେଉଛି ଉତ୍ତମ ପୁତ୍ର ଆଉ ଗୋଟେ ହେଉଛି ମଧ୍ୟମ ପୁତ୍ର। ଏ ଦୁଇ ପ୍ରକାର ପୁତ୍ର ଆମେ ସୁପୁତ୍ର ଭାବରେ ଗଣନା କରିବା। କିପରି ନା ଉତ୍ତମଶ୍ଚିନ୍ତିତଂ କୁର୍ଜ୍ୟାତ୍, ଯେଉଁ ପୁତ୍ର ଚିନ୍ତିତଂ କୁର୍ଜ୍ୟାତ୍, ପିତାଙ୍କ ମନରେ ଚିନ୍ତିତ ଥିବା କର୍ମକୁ ବୁଝିପାରେ, ଜାଣିପାରେ ଏବଂ ପିତା କହିବା ପୂର୍ବରୁ ବା ଆଦେଶ ଦେବା ପୂର୍ବରୁ ତାଙ୍କ ମନ ଜାଣି କାମଟିକି କରିଦିଏ, ସେ ପୁଅ ହେଉଛି ଜଗତରେ ପ୍ରକୃତ ଉତ୍ତମ ପୁତ୍ର ବା ସୁପୁତ୍ର। ବାପା କହିବା ବେଳକୁ ଏ ପୁଅ କହିବ ବାପା ଏ କାମ ମୁଁ ସାରି ଦେଇଛି। ଏଥିରେ ବାପାଙ୍କର କି ମୋଦ କି ଆନନ୍ଦ ଜାତ ହେବ ସେ କଥା ସେ ବାପା ହିଁ ଜାଣିବ। ଏଣୁ ଉତ୍ତମ ପୁତ୍ର ବାପାର ଅନ୍ତରକୁ ଅନୁଶୀଳନ କରି ବାପାର ଅନ୍ତରକୁ ପଢ଼ି ସେ ତାର କାମକୁ କରିଦେଇଥାଏ। ମଧ୍ୟମ ପୁତ୍ର କିଏ ନା ପ୍ରୋକ୍ତକାରୀ, ପ୍ରୋକ୍ତ ମାନେ କଥିତ, ବାପା ଯାହା କହିଲେ କାରୀ ତାହା ଯିଏ କରେ ସେ ମଧ୍ୟମ, ସେ ହେଉଛି ମଧ୍ୟମ ପୁତ୍ର। ବାପା ଆଦେଶ ଦେଲା ପରେ ବାପାଙ୍କର ଆଦେଶକୁ ଏ କାର୍ଯ୍ୟରେ ପରିଣତ କରେ ବା ଆଦେଶକୁ ଯିଏ ପାଳନ କରେ ଆମେ ତାକୁ କହିବା ମଧ୍ୟମ ପୁତ୍ର। ଏ ଉତ୍ତମ ପୁତ୍ର ସେ ଗୋଟିଏ ସୁପୁତ୍ର ଏବଂ ମଧ୍ୟମ ପୁତ୍ର ମଧ୍ୟ ପିତାର ଆଦେଶ ପାଳନ କରୁଥିବାରୁ ସୁପୁତ୍ର ଭାବରେ ଗଣନୀୟ। ତେବେ କୁପୁତ୍ର କିଏ ନା ଅଧମ, ଅଧମ ପୁତ୍ର। ଅଧମ ଶବ୍ଦର ଅର୍ଥ ହେଉଛି ନୀଚ, ମୂର୍ଖ, ହୀନ। ଇଏ ପୁଅ କିଏ ନା ଅଧମୋ ଶ୍ରଦ୍ଧୟା କୁର୍ଜ୍ୟାତ୍, ଅଧମ ଅଶ୍ରଦ୍ଧୟା କୁର୍ଜ୍ୟାତ୍। ଅଧମ ପୁତ୍ର ଅଶ୍ରଦ୍ଧା, ୟା ମାନେ ଶ୍ରଦ୍ଧା ନଥାଇ ସିଏ କରେ ବା ନ କରେ ବା ଅକରତ୍ୱ, ୟା ମାନେ କରେ ନାହିଁ। ଅଧମ ପୁତ୍ର ବାପା ଆଦେଶ ଦେଲା ପରେ ଅଧମ ପୁତ୍ର ଆଗ୍ରହ ନଥାଇ ଭିଡ଼ି ଟାଣି ହୋଇ ଯାଏ ଏବଂ କାର୍ଯ୍ୟଟିକୁ କରେ, କିନ୍ତୁ ବେଳେବେଳେ ମଧ୍ୟ ବିମୁଖ ହୋଇ ପିତାଙ୍କ ପ୍ରତି ସେ କାର୍ଯ୍ୟକୁ କରେ ନାହିଁ। ଏ ପ୍ରକାର ପୁତ୍ରକୁ ଆମେ କହିବା ସିଏ ହେଉଛି ଅଧମ ପୁତ୍ର। ଏହି ଶ୍ଲୋକର ଅନୁରୂପ ପଦ ଆମର ଲେଖିଛନ୍ତି ଓଡ଼ିଆ ଭାଗବତରେ କବି ଜଗନ୍ନାଥ ଦାସ। ସେ କହୁଛନ୍ତି ପିତାର ମନ ଜାଣି କରେ ଉତ୍ତମ ପୁତ୍ର ସେ ଶୟଳେ। ବାପର ମନ ଜାଣି କାମ କରିବା ପୁତ୍ର ଉତ୍ତମ ପୁତ୍ର। ପିତାର ଆଜ୍ଞା ଯେ ପାଳଇ ମଧ୍ୟମ ପୁତ୍ର ସେ ବୋଲାଇ। ସେ ପିତାର ଆଦେଶକୁ ପାଳନ କରେ, ସେ ହେଉଛି ମଧ୍ୟମ ପୁତ୍ର। ପିତାର ଆଜ୍ଞା ଯେ ନ କରେ ଅଧମ ପୁତ୍ର ସେ ବ୍ୟବହାର। ଏଣୁ ସିଏ ବାପର ଆଦେଶକୁ ପାଳନ କରେ ନାହିଁ, ସିଏ ହେଉଛି ଅଧମ ପୁତ୍ର। ଏଇଥିରୁ ସଂସାରରେ ସମସ୍ତେ ଚାହାନ୍ତି ପୁତ୍ର ବଂଶ ରକ୍ଷା ପାଇଁ, କୁଳ ରକ୍ଷା ପାଇଁ, ପିତାର ପ୍ରତିନିଧିତ୍ୱ ପାଇଁ। ସଂସ୍କୃତରେ କୁହାଯାଇଛି ପୁତ୍ର ପିତୁ ପ୍ରତି, ମାନେ ପୁତ୍ରଟିଏ
ପିତାର ପ୍ରତିନିଧି। ଏଣୁ ପିତାଙ୍କର ପ୍ରତିନିଧିତ୍ୱ କରିବ ଯେଉଁ ପୁଅ, ଭବିଷ୍ୟତରେ ଏ ପିତାଙ୍କର ଉତ୍ତରାଧିକାରୀ ହବ ଯେଉଁ ପୁଅ, ସେ ପୁତ୍ରଟି ସୁପୁତ୍ର ହେବା ବାଞ୍ଛନୀୟ। ଯଦି କୁପୁତ୍ର ହୁଏ, ସେ କୁପୁତ୍ର ନିଜ ପିତାର ଗୌରବ, ବଂଶର ଗୌରବ ସବୁ ମାଟିରେ ମିଶେଇ ଦେଇଥାଏ। ଏ ସମ୍ପର୍କରେ ନୀତିଶାସ୍ତ୍ରରେ ଅନ୍ୟତମ ଶ୍ଲୋକ ରହିଛି। କ'ଣ? ଏକେନାପି ବୃକ୍ଷେଣ ପୁଷ୍ପିତେନ ସୁଗନ୍ଧେନ ଭାସିତଂ ତଦ୍ବନଂ ସର୍ବଂ ସୁପୁତ୍ରେଣ କୁଳଂ ଯଥା। ଏକେନାପି ସୁବୃକ୍ଷେଣ, ଗୋଟିଏ ବି ଉତ୍ତମ ବୃକ୍ଷ, ପୁଷ୍ପିତେନ ସୁଗନ୍ଧିନା, ସୁଗନ୍ଧିତ ପୁଷ୍ପ ବିକଶିତ ହୋଇଥିବା ଗୋଟିଏ ଉତ୍ତମ ବୃକ୍ଷ ଯଦି ଗୋଟିଏ ବନଭୂମି ମଧ୍ୟରେ ଥାଏ, ତେବେ ଏହି ବୃକ୍ଷ ନିଜ ପୁଷ୍ପର ମହକରେ ସମଗ୍ର ବନଭୂମିକୁ ବାସ୍ନାୟିତ କରିଦିଏ, ମହକିତ କରିଦିଏ, ସୁଗନ୍ଧିତ କରିଦିଏ ଏବଂ ସମସ୍ତଙ୍କର ଆଦର ଆଉ ଶ୍ରଦ୍ଧାର ଭାଜନ ହୋଇଥାଏ ସେ ବୃକ୍ଷ। ସେହିପରି ସୁପୁତ୍ରେଣ କୁଳଂ ଯଥା, ଗୋଟିଏ କୂଳରେ, ଗୋଟିଏ ବଂଶରେ ଗୋଟିଏ ଉତ୍ତମ ପୁତ୍ର, ଗୋଟିଏ ଗୁଣବନ୍ତ ପୁତ୍ର, ଗୋଟିଏ ଚରିତ୍ରବାନ ପୁତ୍ର ଯଦି ବଂଶରେ ଜନ୍ମ ନିଏ, ଏହି ପୁତ୍ରର ଗୁଣ ଚରିତ୍ର ଯୋଗୁଁ ନିଜ ପିତାମାତାଙ୍କର ସୁନାମ ବୃଦ୍ଧି ପାଇବା ସହିତ ନିଜ ବଂଶର ଗୌରବ ମଧ୍ୟ ବୃଦ୍ଧି ପାଏ। ଏଣୁ ଏଇ ଯେଉଁ ପୁତ୍ର, ଏ ସୁପୁତ୍ର ଏବଂ କୁପୁତ୍ର ହେବାରେ ପିତାଙ୍କର ମଧ୍ୟ ଭୂମିକା ରହିଛି। କାରଣ ପୁଅଟିଏ ମାତୃ ଗର୍ଭରୁ ଭୂମିଷ୍ଠ ହେବା ସମୟରେ ଏ ସୁପୁତ୍ର ବା କୁପୁତ୍ର ହୋଇନଥାଏ, କିନ୍ତୁ ଜନ୍ମ ହେବା ପରେ ଯେତେବେଳେ ତାର ବାଲ୍ୟ, ପୌଗଣ୍ଡ, ଯୌବନ ଇତ୍ୟାଦି ସମୟ ଆସେ, ସେତିକି ବେଳେ ପରିବେଶ ଆଉ ପରିସ୍ଥିତିର ବଶବର୍ତ୍ତୀ ହୋଇ ପିଲାଟି ବା ପୁଅଟିଏ ନଷ୍ଟ ହେବାକୁ ବସିଥାଏ। ସେତେବେଳେ ପିତାମାତାଙ୍କର କର୍ତ୍ତବ୍ୟ ସେ ପିତା ସେ ପୁତ୍ରକୁ ଉତ୍ତମ ଦିଗ୍ଦର୍ଶନ ଦେଇ ଠିକ ବାଟରେ ଚଲାଇ ତାକୁ ପ୍ରତି ପଦକ୍ଷେପରେ ଜଗି ଯଦି ବାଟରେ ଚଲାଇ ପାରିବ, ତେବେ ସେ ପୁତ୍ର ନିଶ୍ଚିତ ଉତ୍ତମ ପୁତ୍ର ହେଇପାରିବ। କାରଣ ଜନ୍ମ ହେବା ସମୟରେ କେହି ଉତ୍ତମ ବା ମଧ୍ୟମ ଅଧମ କେହି ହେଇନଥାଏ। ସେଇଟା ପିତାର ତତ୍ତ୍ୱାବଧାନରେ ପୁତ୍ର ଯେପରି ଗଠିତ ହୁଏ, ସେ ସେପରି ଭାବରେ ପରିଚିତ ନେଇଥାଏ ଭବିଷ୍ୟତରେ। ତେଣୁ ଏ କ୍ଷେତ୍ରରେ ଆମେ କେବଳ ପୁତ୍ରକୁ ଦୋଷ ଦେଲେ ହେବ ନାହିଁ, ଏଥିପାଇଁ ପିତାମାତାଙ୍କର ମଧ୍ୟ ଦୋଷ ରହିଛି। ଏଣୁ କୁହାଯାଇଛି ସେ ପିତୃଦୋଷେଣ ମୂର୍ଖତା, ଇଏ ପୁଅ ମୂର୍ଖ ହୋଇଯାଏ ବାପର ଦୋଷରୁ, ନିଜ ଦୋଷରୁ ନୁହଁ। ବାପ ତାର ଆରମ୍ଭରୁ ମୂଳରୁ ମାଟି କଞ୍ଚା ଥିବା ସମୟରେ ଚକଟିକିରି ଯେଉଁ ଭଳିଆ ଗଠନ କରିବ, ସେଇଭଳିଆ ମୂର୍ତ୍ତିଟିଏ ତିଆରି ହେଇଯିବ। କିନ୍ତୁ ମାଟି ଶୁଖିଗଲା ପରେ ଆଉ ତାକୁ ଗଢ଼ିଲେ ସେ ହେଇପାରିବ ନାହିଁ। ପୁଅର ବୟସ ହେଇଗଲା ପରେ ଆଉ ଯେତେ ପ୍ରକାର ଶିକ୍ଷା ଦେଲେ ମଧ୍ୟ ସେ ବାଟକୁ ଆସିପାରିବ ନାହିଁ। ଏଥିପାଇଁ ଆମେମାନେ ଗୋଟିଏ ଗୋଟିଏ ଦିବ୍ୟ ଗୁଣବନ୍ତ ପୁତ୍ର ଅର୍ଜନ କରିବା ପାଇଁ ଆମକୁ ସଚେତନ ହେବାକୁ ପଡ଼ିବ ଏବଂ ପୁତ୍ରମାନେ ମଧ୍ୟ ପିତାଙ୍କର ମନ ଜାଣି ସମସ୍ତ କର୍ମ ସମ୍ପାଦନ କରି ଜଗତରେ ଗୋଟିଏ ସୁପୁତ୍ରର ପରିଚୟ ଦେଇପାରିବେ। ଆଜିର ଶକ୍ତି ସୌରଭ କାର୍ଯ୍ୟକ୍ରମରେ ସୁପୁତ୍ର ଏବଂ କୁପୁତ୍ର ସମ୍ପର୍କରେ ବହୁତ କଥା ଥିଲେ ମଧ୍ୟ ଏତିକି କହି ଆମର ବାଣୀକୁ, ଆମ ବକ୍ତବ୍ୟକୁ
ଆମେ ବିଶ୍ରାମ ଦେଉଛୁ। ଦୋଷ ଥିଲେ କ୍ଷମା କରିବେ। ସାକ୍ଷାତ ହେବ ପୁଣି ପରବର୍ତ୍ତୀ ଅଧ୍ୟାୟରେ। ନମସ୍କାର, ଜୟ ଜଗନ୍ନାଥ।